ଆଜି ଆମେ ଗୋଟେ ଏମିତି ଜିନିଷ ବିଷୟରେ କଥା ହେବା ଯାହା ମାନେ ଆମ କମ୍ପ୍ୟୁଟର ଟେବୁଲ ଉପରେ ସବୁବେଳେ ଥାଏ। ହଁ ହେଲେ ଆମେ ବୋଧେ ଏତେ ଭାବୁନାହୁଁ ତା ବିଷୟରେ। ହଁ କୋଉଟା? କମ୍ପ୍ୟୁଟର ମାଉସ୍। ଆମ ପାଖରେ ଗୋଟେ ବୈଷୟିକ ଲେଖା ଅଛି ମାଉସ୍, ସ୍କ୍ରିନ୍ କର୍ସର ନିୟନ୍ତ୍ରକ, ତାର କିଛି ଅଂଶ। ଆଚ୍ଛା, ମାଉସ୍। ହଁ, ତ ଚାଲନ୍ତି ଟିକେ ଦେଖିବା ଏଇ ସାଧାରଣ ଜିନିଷ ଭିତରେ କ'ଣ କଥା ଅଛି। ଆମେ ସମସ୍ତେ ଜାଣୁ ମାଉସ୍ କ'ଣ କରେ। ସେ ସ୍କ୍ରିନ୍ରେ ସେ ତୀର ଚିହ୍ନଟାକୁ ଏପଟ ସେପଟ କରେ ଆଉ କ୍ଲିକ୍ କରେ। ହଁ କିନ୍ତୁ ଏ ଲେଖାଟା କହୁଛି ଏଇଟା ଗୋଟେ ପଏଣ୍ଟିଂ ଡିଭାଇସ୍। ଏହାର ଅର୍ଥ କ'ଣ ମାନେ ଟିକେ ଭଲରେ ବୁଝିଲେ? ହଁ ପଏଣ୍ଟିଂ ଡିଭାଇସ୍ ଏଇଟା ଭଲ ଶବ୍ଦ, କାରଣ ତାର ମୂଳ କାମ ହେଲା ଆମ ହାତର ଯୋଉ ଗତି ତାକୁ ସ୍କ୍ରିନ୍ରେ ଗୋଟେ ନିର୍ଦ୍ଦିଷ୍ଟ ଜାଗାକୁ ଏଭଳି ସୂଚାଇବାରେ ସାହାଯ୍ୟ କରିବା। ଓହୋ। ଆଗରୁ କେମିତି ଥିଲା? କେବଳ କିବୋର୍ଡ ଥିଲା ତ, ସବୁ କମାଣ୍ଡ ଲେଖିବାକୁ ପଡୁଥିଲା। ହଁ ହଁ, ମନେ ଅଛି। କିନ୍ତୁ ମାଉସ୍ ଆସିଲା ପରେ ଆମେ ସିଧା ସ୍କ୍ରିନ୍ରେ ଥିବା ଜିନିଷକୁ ଦେଖେଇ ପାରିଲେ, ତାପରେ କ୍ଲିକ୍ କଲେ। ଆଚ୍ଛା, ତାହେଲେ ଏଇଟା ଗୋଟେ ପ୍ରକାର ସ୍କ୍ରିନ୍ରେ ଆମ ଆଙ୍ଗୁଠି ପରି କାମ କଲା। ହଁ, ଏ ପ୍ରକାର ସେମିତି କହିପାରିବେ। ଡିଜିଟାଲ ଦୁନିଆ ସହ କଥା ହେବା ପାଇଁ ଏହା ଗୋଟେ ମୁଖ୍ୟ ଜିନିଷ ପାଲଟିଗଲା, ବିଶେଷ କରି ଯେବେଠୁ ଗ୍ରାଫିକାଲ ଇଣ୍ଟରଫେସ୍ ଆସିଲା। ଆଚ୍ଛା, ଏଇଟା କେମିତି କାମ କରେ? ମୋର ମନେ ପଡ଼ୁଛି ପୁରୁଣା ମାଉସ୍ ତଳେ ଗୋଟେ ରବର ବଲ୍ ଥିଲା। ହଁ ହଁ, ଠିକ୍ କଥା। ସେଗୁଡ଼ାକ ଥିଲା ମେକାନିକାଲ ମାଉସ୍। ହଁ। ସେ ବଲ୍ଟା ଯେତେବେଳେ ଘୁରୁଥିଲା, ଭିତରେ ଛୋଟ ଛୋଟ ଚକ ଥିଲା। ସେଇଟା ରେକର୍ଡ କରୁଥିଲା ଗତିକୁ। କିନ୍ତୁ ସେଥିରେ ଭାରି ଧୂଳି ପଶୁଥିଲା। ଏକଦମ୍, ସେଇଟା ଥିଲା ବଡ଼ ସମସ୍ୟା। ଆଜିକାଲି ଆମେ ଯାହା ବ୍ୟବହାର କରୁଛୁ ସେଗୁଡ଼ାକ ହେଲା ଅପ୍ଟିକାଲ ନହେଲେ ଲେଜର ମାଉସ୍। ଏଇଟା କ'ଣ କରେ ନା, ତଳେ ଯୋଉ ଜାଗା ଉପରେ ଅଛି ତାର ଫଟୋ ନିଏ, ମାନେ ବହୁତ ଜଲ୍ଦି ଜଲ୍ଦି ଫଟୋ ନିଏ। ଆଚ୍ଛା। ଆଉ ସେ ଫଟୋଗୁଡ଼ାକ କେମିତି ବଦଳୁଛି ସେଥିରୁ ଜାଣିପାରେ ମାଉସ୍ କେତେ ଆଉ କେଉଁଆଡ଼େ ଗଲା। ସେଥିପାଇଁ ଏଗୁଡ଼ାକ ବହୁତ ସଠିକ୍ କାମ କରେ ଆଉ ସଫା ବି କରିବାକୁ ପଡ଼େନି। ଓହୋ। ଆଉ କିଛି ଲୋକ ସେ ଡିପିଆଇ କଥା ବି କୁହନ୍ତି। ହଁ, ଡିପିଆଇ ଶୁଣିଛି। ଡୋଟ୍ସ ପର୍ ଇଞ୍ଚ, ସେଇଟା ହେଲା ମାଉସ୍ର ସମ୍ବେଦନଶୀଳତା। ମାନେ ଡିପିଆଇ ଯେତେ ଅଧିକ, ସାମାନ୍ୟ ହଲେଇଲେ ବି କର୍ସର ବେଶୀ ଦୂର ଯିବ। ଗେମରମାନେ ଏହା ଉପରେ ବେଶୀ ଧ୍ୟାନ ଦିଅନ୍ତି। ବାଃ, ଏଇଟା ବଢ଼ିଆ କଥା ଜାଣିବାକୁ ମିଳିଲା। କିନ୍ତୁ ଖାଲି ଟେକ୍ନୋଲୋଜି ତ ନୁହେଁ, ଏହାର ପ୍ରଭାବ ବିଷୟରେ ଲେଖା କ'ଣ କହୁଛି? ଆପଣ କହିଲେ କମାଣ୍ଡ ବଦଳରେ ଦେଖେଇବା ସମ୍ଭବ ହେଲା। ହଁ, ଏଇଠି କଥାଟା ଆହୁରି ମଜାଦାର। ଦେଖନ୍ତୁ, ମାଉସ୍ର ବ୍ୟବହାର ବଢ଼ିବା ସାଙ୍ଗେ ସାଙ୍ଗେ ଗ୍ରାଫିକାଲ ୟୁଜର ଇଣ୍ଟରଫେସ୍ ମାନେ GUI ସେଇଟାର ବିକାଶ ଆଉ ଲୋକପ୍ରିୟତା ବହୁତ ବଢ଼ିଗଲା। GUI ମାନେ ଆମେ ଯୋଉ ଆଇକନ୍, ମେନୁ, ୱିଣ୍ଡୋ ଦେଖୁ? ଏକଦମ୍ ସେଇଆ। ମାଉସ୍ ନଥିଲେ ଏସବୁ ସହିତ ଏତେ ସହଜରେ କାମ କରିବା ମାନେ ପ୍ରାୟ ଅସମ୍ଭବ ଥିଲା। ତେଣୁ ଏହା କେବଳ ଗୋଟେ ଉପକରଣ ନୁହେଁ, ଏହା କମ୍ପ୍ୟୁଟର ବ୍ୟବହାର କରିବାର ପୁରା ଶୈଳୀଟାକୁ ବଦଳେଇ ଦେଲା, ଗୋଟେ ବୈପ୍ଳବିକ ପରିବର୍ତ୍ତନ ଆଣିଲା। ବାସ୍ତବିକ। ହଁ, କମ୍ପ୍ୟୁଟର ଆଉ କେବଳ ସେ କମାଣ୍ଡ ଲାଇନ୍ ଜାଣିଥିବା ଏକ୍ସପର୍ଟମାନଙ୍କ ପାଇଁ ରହିଲାନି। ସାଧାରଣ ଲୋକ ବି ଆପଣଙ୍କ ପରି ମୋ ପରି ସହଜରେ ବ୍ୟବହାର କରିବାକୁ ଲାଗିଲେ। ଏ କଥାଟା ମୁଁ କେବେ ଏମିତି ଭାବିନଥିଲି ସତରେ। ତାମାନେ ଟେକ୍ନୋଲୋଜିକୁ ବେଶୀ ଲୋକଙ୍କ ପାଖରେ ପହଞ୍ଚାଇବାରେ ଏହାର ବହୁତ ବଡ଼ ହାତ ଅଛି। ନିଶ୍ଚୟ। କିନ୍ତୁ ଗୋଟେ ପ୍ରଶ୍ନ ଆସୁଛି, ଆଜିକାଲି ତ ସ୍ମାର୍ଟଫୋନ୍, ଟ୍ୟାବଲେଟ୍ରେ ଟଚସ୍କ୍ରିନ୍ ଆସିଗଲାନି। ହଁ ଆଉ ବହୁତ ଲୋକ ଯେମିତି ପ୍ରୋଗ୍ରାମର ବା ପାୱାର ୟୁଜର, ସେମାନେ କିବୋର୍ଡ ସର୍ଟକଟ୍ରେ କାମ କରିବାକୁ ଭଲ ପାଆନ୍ତି। ହଁ, ସେଇଟା ବି ଠିକ୍। ତେବେ କ'ଣ ଲାଗୁଛି ମାଉସ୍ର ଗୁରୁତ୍ୱ କମିଯାଉଛି? ଏଇଟା ଏକ ବହୁତ ଭଲ ପ୍ରଶ୍ନ ପଚାରିଲେ। ଦେଖନ୍ତୁ, ଟଚସ୍କ୍ରିନ୍ ତ ନିଶ୍ଚୟ ଗୋଟେ ବଡ଼ ପରିବର୍ତ୍ତନ ଆଣିଛି, ମାନେ ଫୋନ୍, ଟ୍ୟାବଲେଟ୍ ପାଇଁ ତ ସେଇଟା ମୁଖ୍ୟ। ହଁ। ଆଉ କିବୋର୍ଡ ସର୍ଟକଟ୍ରେ କାମ ଜଲ୍ଦି ହୁଏ ବୋଲି ଅନେକ କୁହନ୍ତି। କିନ୍ତୁ ଡେସ୍କଟପ୍ କିମ୍ବା ଲ୍ୟାପଟପ୍ରେ ଯେଉଁଠି ସଠିକତା ଦରକାର ପଡ଼େ, ଯେମିତିକି ଗ୍ରାଫିକ୍ ଡିଜାଇନ୍ କାମ ହେଲା ବା ଭିଡିଓ ଏଡିଟିଂ, ଏମିତିକି ସାଧାରଣ ୱେବ୍ ବ୍ରାଉଜିଂ ବେଳେ ବି ଯେତେବେଳେ ଛୋଟ ଲିଙ୍କ ଉପରେ କ୍ଲିକ୍ କରିବାର ଅଛି, ଆଚ୍ଛା। ସେସବୁ କ୍ଷେତ୍ରରେ ମାଉସ୍ ଏବେ ବି ବହୁତ ଲୋକପ୍ରିୟ ଆଉ ଭାରି କାର୍ଯ୍ୟକାରୀ। ଏଇଟା ପୁରା ଚାଲିଯିବ ବୋଲି କହିବା ମୋତେ ଲାଗୁନି ଠିକ୍ ହବ, ଅନ୍ତତଃ ଏବେ ପାଇଁ ତ ନୁହେଁ। ପ୍ରତ୍ୟେକ ଇନପୁଟ୍ ଡିଭାଇସ୍ର ନିଜର ଗୋଟେ ସ୍ଥାନ ଅଛି ଆଉ କାମ ଅଛି। ତେବେ ସଂକ୍ଷେପରେ କହିଲେ, ଏହି ଛୋଟ ସାଧାରଣ ଦେଖାଯାଉଥିବା ମାଉସ୍, ଏହା କେବଳ ଗୋଟେ ପଏଣ୍ଟର ନୁହେଁ। ନା, ବିଲକୁଲ ନୁହେଁ। ଏହା କମ୍ପ୍ୟୁଟର ସହ ଆମର ସମ୍ପର୍କକୁ ବଦଳାଇଛି, ଟେକ୍ନୋଲୋଜିକୁ ସମସ୍ତଙ୍କ ପାଇଁ ସହଜ କରିଛି, ହଁ, ଆଉ ଏବେ ବି ନିଜର ଗୁରୁତ୍ୱ ରଖିଛି। ଏକଦମ୍ ଠିକ୍ କହିଲେ। ଆଉ ଶେଷରେ ଗୋଟିଏ କଥା ମାନେ ସମସ୍ତେ ଭାବିବା ପାଇଁ, କୁହନ୍ତୁ।
ଟିକେ କଳ୍ପନା କରନ୍ତୁ ତ ଯଦି ଏହି ସରଳ ପଏଣ୍ଟିଂ ଆଉ କ୍ଲିକ୍ କରିବାରେ କ୍ଷମତା ନଥାନ୍ତା ଆମ ପାଖରେ, ତେବେ ଆଜିର ଏ କମ୍ପ୍ୟୁଟର ଦୁନିଆଟା କେମିତି ଲାଗୁଥାନ୍ତା? କଷ୍ଟ ହୁଅନ୍ତା ବୋଧେ। ଆମେ ପ୍ରତିଦିନ ଯେତେ କାମ ଏତେ ସହଜରେ କରିପକାଉଛୁ, ସେଥିରୁ କେତେଟା ଅସମ୍ଭବ ପରି ଲାଗନ୍ତା ନା? ଏହି ମୌଳିକ କାର୍ଯ୍ୟଟା ଏତେ ସାଧାରଣ ହେଇଯାଇଛି ଯେ ଆମେ ତାକୁ ଧ୍ୟାନ ବି ଦେଉନୁ। ସତ୍ କଥା, ବହୁତ ଭଲ ଲାଗିଲା ଆଜି ଏ ବିଷୟରେ କଥା ହେଇ। ମୋତେ ବି